हेलो फ्रेंड्स, वेलकम करुच्ची आम चैनल को। आज आम 10वीं श्रेणी इंग्लिश बहीर चैप्टर 2 ए लेटर टू गॉड स्टोरीटीर वाक्यांश आलोचना करिबा। यार पूर्व वीडियो रे आमे ए लेटर टू गॉड रा किछि अंश आलोचना करि सारिछु। जदि यार पूर्व अंश को देखि नाहांती तेबे आम चैनल रा प्लेलिस्ट को जाई देखि परिबे। ଏହି ଭିଡ଼ିଓଟିକୁ 10ମ ଶ୍ରେଣୀର ଛାତ୍ରଛାତ୍ରୀ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି ଆମେ ଏହି ଷ୍ଟୋରୀଟିର ବାକି ଅଂଶକୁ ପୁରା ଭଲସେ ବୁଝିବା। ଏହି ଭିଡ଼ିଓକୁ ନିଜର ସାଙ୍ଗମାନଙ୍କୁ ସେୟାର କରନ୍ତୁ ଏବଂ ନିଜେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଅଲ୍ ଥ୍ରୁ ଦ ନାଇଟ୍ ଲେଞ୍ଚୋ ଥଟ୍ ଓନ୍ଲି ଅଫ୍ ୱାନ୍ ହୋପ୍। ରାତ୍ରି ସାରା ଲେଞ୍ଚୋ କେବଳ ଗୋଟିଏ କଥା ଭାବୁଥିଲା। ତା ମନରେ କେବଳ ଗୋଟିଏ ଆଶା ଥିଲା। ଦ ହେଲ୍ପ ଅଫ୍ ଗଡ୍ ହୁଜ୍ ଆଇଜ୍ ଆଜ୍ ହି ହାଡ୍ ବିନ୍ ଇନଷ୍ଟ୍ରକ୍ଟେଡ୍ ସି ଏଭ୍ରିଥିଙ୍ଗ ଇଭେନ୍ ହ୍ୱାଟ୍ ଇଜ୍ ଡିପ୍ ଇନ୍ ୱାନ୍ସ କନ୍ସାଇନ୍ସ। କେବଳ ଭଗବାନଙ୍କର ସାହାଯ୍ୟ, ଯାହାଙ୍କର ଆଖି ସବୁ କିଛି ଦେଖିପାରୁଛି। ଏହି କଥା ଲେଞ୍ଚୋ କହିଥିଲା। ଜଣେ ବ୍ୟକ୍ତିର ବିବେକ ବା ଅନ୍ତରାତ୍ମାରେ କ'ଣ ଅଛି ସେହି କଥା ମଧ୍ୟ ଭଗବାନ ଦେଖିପାରନ୍ତି। ଲେଞ୍ଚୋ ୱାଜ୍ ଆନ୍ ଅକ୍ସ ଅଫ୍ ଏ ମ୍ୟାନ୍। ଲେଞ୍ଚୋ ଜଣେ ବଳଦ ପରିକା ମଣିଷ ଥିଲା। ୱର୍କିଂ ଲାଇକ୍ ଆନ୍ ଆନିମଲ୍ ଇନ୍ ଦ ଫିଲ୍ଡସ୍। କାରଣ ଲେଞ୍ଚୋ ତାର କ୍ଷେତରେ ପଶୁ ଭଳି ଖଟୁଛି ବା କାମ କରୁଛି। ବଟ୍ ଷ୍ଟିଲ୍ ହି ନ୍ୟୁ ହାଉ ଟୁ ରାଇଟ୍। କିନ୍ତୁ ତଥାପି ସେ ଜାଣିଛି କିପରି ଲେଖାଯାଏ। ଦ ଫଲୋଇଂ ସନ୍ଡେ ଆଟ୍ ଡେ ବ୍ରେକ୍ ହି ବିଗାନ୍ ଟୁ ରାଇଟ୍ ଏ ଲେଟର ହ୍ୱିଚ୍ ହି ହିମସେଲ୍ଫ ଉଡ୍ କ୍ୟାରି ଟୁ ଟାଉନ୍ ଆଣ୍ଡ ପ୍ଲେସ୍ ଇନ୍ ଦ ମେଲ୍। ଆସୁଥିବା ରବିବାରର ପ୍ରାତଃ କାଳରେ ସେ ଗୋଟିଏ ପତ୍ର ଲେଖିବା ଆରମ୍ଭ କଲା, ଯାହାକୁ ସେ ନେଇ ଟାଉନକୁ ଯିବ ଏବଂ ସେହି ଚିଠିଟିକୁ ଚିଠିପତ୍ର ବକ୍ସ ଥିବା ସ୍ଥାନରେ ନେଇ ପକାଇବ। ଇଟ୍ ୱାଜ୍ ନଥିଂ ଲେସ୍ ଦ୍ୟାନ୍ ଏ ଲେଟର ଟୁ ଗଡ୍। ସେହି ଚିଠିଟି ଅନ୍ୟ କିଛି ନୁହଁ, କେବଳ ଭଗବାନଙ୍କ ପାଇଁ ଏହି ଲେଟରଟି ଥିଲା। ଗଡ୍, ହି ରୋଟ୍, ଇଫ୍ ୟୁ ଡୋଣ୍ଟ ହେଲ୍ପ ମି, ମାଇ ଫ୍ୟାମିଲି ଆଣ୍ଡ ଆଇ ୱିଲ୍ ଗୋ ହଂଗ୍ରି ଦିସ୍ ଇୟର୍। ସେ ଲେଖିଲା, ଭଗବାନ, ଯଦି ତୁମେ ମୋତେ ସାହାଯ୍ୟ ନ କରିବ, ଏ ବର୍ଷ ମୁଁ ଓ ମୋର ପରିବାର ସମସ୍ତେ ଭୋକରେ ରହିଯିବୁ। ଆଇ ନିଡ୍ ଏ 100 pesos in order to sow my field again and to live until the crop comes because the hailstorm। ମୋତେ 100 ଟଙ୍କା ଦରକାର, ଯାହାଦ୍ୱାରା ମୋର କ୍ଷେତକୁ ମୁଁ ପୁଣି ଥରେ ଶସ୍ୟପୂର୍ଣ୍ଣ କରିପାରିବି ଏବଂ ଯେ ପର୍ଯ୍ୟନ୍ତ କ୍ଷେତରେ ଶସ୍ୟ ନ ଆସିଛି ମୋତେ ସେ ପର୍ଯ୍ୟନ୍ତ ବଞ୍ଚିବାକୁ ପଡ଼ିବ, କାରଣ କୁଆପଥର ମୋର ଶସ୍ୟକ୍ଷେତକୁ ନଷ୍ଟ କରିଦେଇଛି। ହି ରୋଟ୍ ଟୁ ଗଡ୍ ଅନ୍ ଦ ଏନଭଲ୍ପ। ସେ ଲଫାପା ଉପରେ ଟୁ ଗଡ୍ ଲେଖିଲା, ଅର୍ଥାତ୍ ଚିଠିଟିକୁ ଭଗବାନଙ୍କ ପାଖକୁ ପଠାଉଛି। ପୁଟ୍ ଦ ଲେଟର ଇନସାଇଡ୍ ଆଣ୍ଡ ଷ୍ଟିଲ୍ ଟ୍ରବୁଲ୍ଡ ୱେଣ୍ଟ ଟୁ ଟାଉନ୍। ଲଫାପା ଭିତରେ ଚିଠିଟିକୁ ରଖିଲା ଏବଂ ତଥାପି ସେ କଷ୍ଟରେ ଥିଲା। ସେ ସହରକୁ ଗଲା। ଆଟ୍ ଦ ପୋଷ୍ଟ ଅଫିସ୍ ହି ପ୍ଲେସ୍ଡ ଏ ଷ୍ଟାମ୍ପ ଅନ୍ ଦ ଲେଟର ଆଣ୍ଡ ଡ୍ରପ୍ଡ ଇଟ୍ ଇନ୍ଟୁ ଦ ମେଲ୍ ବକ୍ସ। ପୋଷ୍ଟ ଅଫିସରେ ସେ ଲଫାପା ଉପରେ ଷ୍ଟାମ୍ପ ଲଗାଇଲା ଏବଂ ମେଲ୍ ବକ୍ସରେ ଚିଠିଟିକୁ ପକାଇଲା। ୱାନ୍ ଅଫ୍ ଦ ଏମ୍ପ୍ଲୋଇଜ୍ ହୁ ୱାଜ୍ ଏ ପୋଷ୍ଟମ୍ୟାନ୍। ସେ ପୋଷ୍ଟ ଅଫିସରେ ଥିବା ସମସ୍ତ କର୍ମଚାରୀମାନଙ୍କ ମଧ୍ୟରେ ଜଣେ ପୋଷ୍ଟମ୍ୟାନ୍ କର୍ମଚାରୀ ଥିଲେ। ଆଣ୍ଡ ଅଲ୍ସୋ ହେଲ୍ପଡ୍ ଆଟ୍ ଦ ପୋଷ୍ଟ ଅଫିସ୍। ଏବଂ ସେ ପୋଷ୍ଟ ଅଫିସରେ ଲେଞ୍ଚୋକୁ ସାହାଯ୍ୟ କରିଥିଲେ। ୱେଣ୍ଟ ଟୁ ହିଜ୍ ବସ୍ ଲାଫିଂ ହାର୍ଟଲି ଆଣ୍ଡ ଶୋଡ୍ ହିମ୍ ଦ ଲେଟର ଟୁ ଗଡ୍। ସେହି କର୍ମଚାରୀ ହୃଦୟ ଖୋଲି ହସି ହସି ତାଙ୍କ ମୁଖ୍ୟ କର୍ମଚାରୀଙ୍କ ପାଖକୁ ଗଲା ଏବଂ ସେହି ପୋଷ୍ଟମାଷ୍ଟରଙ୍କୁ ଲେଞ୍ଚୋର ସେହି ଭଗବାନଙ୍କ ପାଖକୁ ପଠାଇଥିବା ଚିଠିଟିକୁ ନେଇ ଦେଖାଇଲା। ନେଭର ଇନ୍ ହିଜ୍ କ୍ୟାରିୟର ଆଜ୍ ଏ ପୋଷ୍ଟମ୍ୟାନ୍ ହାଡ୍ ହି ନୋନ୍ ଦ୍ୟାଟ୍ ଆଡ୍ରେସ୍। ପୋଷ୍ଟମ୍ୟାନ୍ ତାର ବୃତ୍ତିକାଳ ସମୟରୁ ଏହିଭଳି ଠିକଣା ସେ କେବେ ହେଲେ ଜାଣିନଥିଲା।
The postmaster, a fat, amiable fellow, also broke out laughing. पोस्टमास्टर जଣେ ମୋଟା ଲୋକ ଥିଲେ, ପ୍ରିୟ ବନ୍ଧୁତ୍ୱପୂର୍ଣ୍ଣ ଲୋକ ଥିଲେ। ସେ ମଧ୍ୟ ବହୁତ ଜୋରରେ ହସିଲେ। But almost immediately he turned serious. କିନ୍ତୁ ସେ ହଠାତ୍ ସିରିୟସ୍ ହୋଇଗଲେ। And tapping the letter on his desk. ଏବଂ ସେ ଲେଟରଟିକୁ ତାଙ୍କ ଡେସ୍କ ଉପରେ ଟିକେ ରଖିଲେ। Commented, What faith! I wish I had the faith of the man who wrote this letter. କମେଣ୍ଟ ଦେଲେ, କେତେ ବିଶ୍ୱାସ! ମୋର ଇଚ୍ଛା ମୁଁ ସେହି ଲୋକର ଯିଏ ଏହି ଚିଠିଟିକୁ ଲେଖିଛି ତାର ବିଶ୍ୱାସକୁ ନିଶ୍ଚୟ ରକ୍ଷା କରିବି। Starting up a correspondence with God. ଯିଏ ଭଗବାନଙ୍କ ପାଖକୁ ଚିଠି ଲେଖିବା କାର୍ଯ୍ୟ ଆରମ୍ଭ କରିଛି। So in order not to shake the writer's faith in God, the postmaster came up with an idea. ତେଣୁ ଲେଟର ଲେଖିଥିବା ସେହି ଲେଞ୍ଚର ଭଗବାନଙ୍କ ପ୍ରତି ଥିବା ବିଶ୍ୱାସକୁ ନ ଭାଙ୍ଗିବା ପାଇଁ ପୋଷ୍ଟମାଷ୍ଟର ଏକ ଉପାୟ ନେଇ ଆସିଲେ। Answer the letter. ମୁଁ ଏହି ଚିଠିଟିର ଉତ୍ତର ଦେବି। But when he opened it, କିନ୍ତୁ ଯେତେବେଳେ ସେ ଏହି ଚିଠିଟିକୁ ଖୋଲିଲେ, it was evident that to answer it he needed something more than goodwill, ink and paper. ସେହି ଚିଠିରୁ ପରିଷ୍କାର ଭାବେ ଜଣାପଡ଼ୁଥିଲା ଯେ ଲେଞ୍ଚ ଉତ୍ତର ଦେବାଠାରୁ ଅଧିକ କିଛି ଆଶା କରୁଥିଲା, ଅର୍ଥାତ୍ କାଳି ଏବଂ ପେପର ସାହାଯ୍ୟରେ ଭଗବାନଙ୍କର ଶୁଭେଚ୍ଛା ଭଳି ଉତ୍ତରକୁ ଲେଞ୍ଚ ଆଶା କରିନଥିଲା। But he stuck to his resolution. କିନ୍ତୁ ପୋଷ୍ଟମାଷ୍ଟର ନିଜର କଥାରେ ଦୃଢ଼ ସଂକଳ୍ପ ରହିଲେ। He asked for money from his employees. ସେ ତାଙ୍କର କର୍ମଚାରୀମାନଙ୍କଠାରୁ କିଛି ଟଙ୍କା କଲେକ୍ଟ କଲେ। He himself gave part of his salary. And several friends of his were obliged to give something for an act of charity. ସେ ନିଜେ ତାଙ୍କର ସାଲାରୀର କିଛି ଅଂଶ ଏବଂ ତାଙ୍କର ଅନେକ ସାଙ୍ଗମାନଙ୍କଠାରୁ କିଛି ଟଙ୍କା ଆଣିବାକୁ ବାଧ୍ୟ ହୋଇଥିଲେ। ଗରିବ ଲୋକଙ୍କୁ ଦାନ ଦେବା କାର୍ଯ୍ୟ ପାଇଁ ସେମାନେ କିଛି କିଛି ଟଙ୍କା କଲେକ୍ଟ କରି ପୋଷ୍ଟମାଷ୍ଟରଙ୍କୁ ଦେଲେ। It was impossible for him to gather together the 100 pesos. 100 ଟଙ୍କା ଏକାଠି କରିବା ତାଙ୍କ ପାଇଁ ଅସମ୍ଭବ ଥିଲା। So he was able to send the farmer only a little more than half. ତେଣୁ ସେ ସେହି କୃଷକ ପାଖକୁ ଲେଞ୍ଚ ଆଶା କରିଥିବା ଟଙ୍କାର ଅଧାରୁ ଟିକେ ଅଧିକ ଟଙ୍କା ପଠାଇବାକୁ ସମର୍ଥ ଥିଲେ। He put the money in an envelope addressed to ଲେଞ୍ଚ. ସେ ଲଫାଫା ମଧ୍ୟରେ ସେହି ଟଙ୍କାକୁ ରଖିଲେ, ଲେଞ୍ଚର ଠିକଣା ଲେଖିଲେ। And with it a letter containing only a single word as a signature God. ଏବଂ ଏକ ଚିଠି ଲେଖିଲେ। ସେହି ଚିଠିରେ ଧାରଣା ଦେଲେ, କେବଳ ଗୋଟିଏ ଶବ୍ଦରେ ଗଡ୍ ଲେଖିକି ଦସ୍ତଖତ କଲେ। The following Sunday ଲେଞ୍ଚ came a bit earlier than usual to ask if there was a letter for him. ଆସନ୍ତା ରବିବାରରେ ଲେଞ୍ଚ ପୋଷ୍ଟମ୍ୟାନକୁ ତା ପାଇଁ କ'ଣ ଚିଠି ଆସିଛି କି ନାହିଁ ପଚାରିବାକୁ ସେ ଜଲ୍ଦି ଟାଉନକୁ ପଳାଇ ଆସିଲା। It was the postman himself who handed the letter to him. ପୋଷ୍ଟମାଷ୍ଟର ଲେଞ୍ଚ ପାଖକୁ ପଠାଇଥିବା ଚିଠିଟିକୁ ପୋଷ୍ଟମ୍ୟାନ ଲେଞ୍ଚ ହାତକୁ ଦେଲେ। While the postmaster, experiencing the contentment of a man who has performed a good deed, looked on from his office. ସେହି ସମୟରେ ପୋଷ୍ଟମାଷ୍ଟର ତାଙ୍କ ଅଫିସରେ ଥାଇ ଲେଞ୍ଚର ସନ୍ତୋଷ ହେବାର ଖୁସିକୁ ଦେଖୁଥିଲେ, ଯିଏକି ଏକ ଭଲ କାମ କରିଥିଲେ। ଲେଞ୍ଚ showed not the slightest surprise on seeing the money. ଲେଞ୍ଚ ଟଙ୍କାକୁ ଦେଖି ଟିକେ ବି ଆଶ୍ଚର୍ଯ୍ୟ ହେଲା ନାହିଁ। Such was his confidence. କାରଣ ତାର ଭଗବାନଙ୍କ ପ୍ରତି ଅଧିକ ବିଶ୍ୱାସ ଥିଲା।
But he became angry when he counted the money. କିନ୍ତୁ ସେ ରାଗିଗଲା ଯେତେବେଳେ ସେ ଟଙ୍କାକୁ ଗଣିଲା। God could not have made a mistake. ଭଗବାନ କେବେ ହେଲେ ଭୁଲ କରିନଥିବେ। Nor could he have denied ଲେଞ୍ଚ what he had requested. ଲେଞ୍ଚ ଯାହା ବି ଅନୁରୋଧ କରି କହିଥିଲା ତାକୁ ଭଗବାନ କେବେ ବି ମନା କରିପାରିବେ ନାହିଁ। Immediately ଲେଞ୍ଚ went up to the window to ask for paper and ink. ହଠାତ୍ ଲେଞ୍ଚ ଝରକା ପାଖକୁ ଗଲା ଇଙ୍କ ଏବଂ ଏକ ପେପର ମାଗିଲା। On the public writing table he started to write. ସମସ୍ତେ ଲେଖୁଥିବା ଟେବୁଲରେ ବସି ସେ ଲେଖିବା ଆରମ୍ଭ କରିଦେଲା। With much wrinkling of his brow caused by the effort he had to make to express his ideas. କୁଞ୍ଚିତ ଆଖିପତାକୁ ଉପରକୁ ଟେକି ରାଗିଯାଇ ଲେଖିବା ଆରମ୍ଭ କଲା। When he finished, ଯେତେବେଳେ ସେ ଲେଖିବା ଶେଷ କଲା, he went to the window to buy a stamp which he licked and then affixed to the envelope with a blow of his fist. ସେ ଝରକା ପାଖକୁ ଗଲା ଏକ ଷ୍ଟାମ୍ପ କିଣିବାକୁ ଯାହାକୁ ସେ ଲଫାପା ଉପରେ ବିଧା ମାରି ଲଗାଇଲା। The moment the letter fell into the mailbox. ଯେଉଁ ସମୟରେ ସେ ଚିଠିଟିକୁ ମେଲ୍ ବକ୍ସ ମଧ୍ୟକୁ ପକାଇଲା। The postmaster went to open it. ପୋଷ୍ଟମାଷ୍ଟର ଏହି ଚିଠିଟିକୁ ଖୋଲିବାକୁ ଗଲେ। It said, God of the money that I asked for, only 70 pesos reached me. ସେହି ଚିଠିରେ ଲେଖାଥିଲା, ହେ ଭଗବାନ, ମୁଁ ଆପଣଙ୍କୁ ଯେଉଁ ଟଙ୍କା ମାଗିଥିଲି ମୋ ପାଖରେ କେବଳ 70 ଟଙ୍କା ପହଞ୍ଚିଛି। Send me the rest since I need it very much. ମୋତେ ବଳକା ଟଙ୍କା ଦିଅ, ମୋର ଅତି ଆବଶ୍ୟକ ଅଛି। But don't send it to me through the mail. କିନ୍ତୁ ମେଲ୍ ସହାୟତାରେ ମୋତେ ପଠାଅ ନାହିଁ। Because the post office employees are a bunch of crooks. ଲେଞ୍ଚ କାରଣ ପୋଷ୍ଟ ଅଫିସର କର୍ମଚାରୀମାନେ ଠକାମୀ ବା ଅସାଧୁ ଦଳ ଅଟନ୍ତି। ଶେଷରେ ଲେଞ୍ଚ ଲେଖି ଦସ୍ତଖତ କରିଥିଲା। ଏହି ଷ୍ଟୋରିଟିରେ ଥିବା କଠିନ ଶବ୍ଦଗୁଡ଼ିକ ହେଉଛି ଆକ୍ରୋଶ। ଆକ୍ରୋଶ ଅର୍ଥ ଏ ପାଖରୁ ସେ ପାଖ ପର୍ଯ୍ୟନ୍ତ। ଡେଲିକେଟଲି। ଡେଲିକେଟଲି ଅର୍ଥ କୋମଳ ଭାବରେ। ଇମାଜିନ୍। ଇମାଜିନ୍ ଅର୍ଥ କଳ୍ପନା କରିବା। କନକ୍ଲୁଜନ୍। କନକ୍ଲୁଜନ୍ ଅର୍ଥ ଉପସଂହାର ବା ସମାପ୍ତି। ଭ୍ୟାଲି। ଭ୍ୟାଲି ଅର୍ଥ ଉପତ୍ୟକା। କ୍ରେଷ୍ଟ। କ୍ରେଷ୍ଟ ଅର୍ଥ ଚୂଡ଼ା ବା ଶିଖର। କର୍ନ। କର୍ନ ଅର୍ଥ ମକା ବା ଶସ୍ୟ। ଡଟେଡ୍ ୱିଥ୍। ଡଟେଡ୍ ୱିଥ୍ ଅର୍ଥ ସବୁଆଡ଼େ ବିଛେଇ ହୋଇ ପଡ଼ିବା। ହାରଭେଷ୍ଟ। ହାରଭେଷ୍ଟ ଅର୍ଥ ଅମଳ କରିବା। ଡାଉନପୋର। ଡାଉନପୋର ଅର୍ଥ ଅତ୍ୟଧିକ ବର୍ଷା। ସାୱାର। ସାୱାର ଅର୍ଥ ସ୍ୱଳ୍ପ ବୃଷ୍ଟି। ଥ୍ରୋଆଉଟ୍। ଥ୍ରୋଆଉଟ୍ ଅର୍ଥ ସର୍ବତ୍ର। ଇଣ୍ଟିମେଟ୍। ଇଣ୍ଟିମେଟ୍ ଅର୍ଥ ସୁପରିଚିତ। ଟୁୱାର୍ଡସ୍। ଟୁୱାର୍ଡସ୍ ଅର୍ଥ ଦିଗରେ। ସପର। ସପର ଅର୍ଥ ରାତିର ଶେଷ ହାଲକା ଭୋଜନ। ପ୍ରିପେୟାରିଂ। ପ୍ରିପେୟାରିଂ ଅର୍ଥ ପ୍ରସ୍ତୁତ କରିବା। ଡିନର। ଡିନର ଅର୍ଥ ରାତ୍ରି ଭୋଜନ। ପ୍ରେଡିକ୍ଟ। ପ୍ରେଡିକ୍ଟ ଅର୍ଥ ଭବିଷ୍ୟବାଣୀ। ହ୍ୟୁଜ୍। ହ୍ୟୁଜ୍ ଅର୍ଥ ବିଶାଳ। ଆପ୍ରୋଚ୍। ଆପ୍ରୋଚ୍ ଅର୍ଥ ପାଖାପାଖି ହେବା। ପ୍ଲେଜର। ପ୍ଲେଜର ଅର୍ଥ ଆନନ୍ଦ। ଏକ୍ସକ୍ଲେମ୍। ଏକ୍ସକ୍ଲେମ୍ ଅର୍ଥ ଆନନ୍ଦ ବା ଚିତ୍କାର କରିବା। ଟେନସେଣ୍ଟ। ଟେନସେଣ୍ଟ ଅର୍ଥ 10%। ସାଟିସ୍ଫାଏଡ୍। ସାଟିସ୍ଫାଏଡ୍ ଅର୍ଥ ସନ୍ତୁଷ୍ଟ କରିବା। ଏକ୍ସପ୍ରେସିଅନ୍। ଏକ୍ସପ୍ରେସିଅନ୍ ଅର୍ଥ ଅଭିବ୍ୟକ୍ତି ପ୍ରକାଶ କରିବା। ରିଗାର୍ଡ। ରିଗାର୍ଡ ଅର୍ଥ ସମ୍ମାନ। ଡ୍ରାପ୍। ଡ୍ରାପ୍ ଅର୍ଥ ଆବୃତ କରିବା ବା ଢାଙ୍କିବା। ସର୍ଟେନ୍। ସର୍ଟେନ୍ ଅର୍ଥ ପର୍ଦ୍ଦା ବା ପରଦା। ସଡନ୍ଲି। ସଡନ୍ଲି ଅର୍ଥ ହଠାତ୍। ବ୍ଲୋ। ବ୍ଲୋ ଅର୍ଥ ପବନ ବହିବା। ହେଲଷ୍ଟୋନ୍ସ। ହେଲଷ୍ଟୋନ୍ସ ଅର୍ଥ କୁଆପଥର। ରିସେମ୍ବୁଲ୍। ରିସେମ୍ବୁଲ୍ ଅର୍ଥ ସଦୃଶ ହେବା। ସିଲଭର। ସିଲଭର ଅର୍ଥ ରୂପା। କଏନ୍। କଏନ୍ ଅର୍ଥ ମୁଦ୍ରା। ଏକ୍ସପୋଜ୍। ଏକ୍ସପୋଜ୍ ଅର୍ଥ ଖୋଲିଦେବା
पियल पियल अर्थ मुक्ता बा मोती। कलेक्ट कलेक्ट अर्थ संग्रह। कॉर्नफिल्ड अर्थ शस्य खेत। कभर कभर अर्थ आबद्ध। रिमेन अर्थ रहिबा बा अवशिष्ट। डेस्ट्रॉय अर्थ ध्वंस करवा। स्टोर्म अर्थ झड़। सैडनेस अर्थ विषाद बा दुख। लोकेस्ट अर्थ पंगपाल। प्लेग अर्थ महामारी। सोरफुल अर्थ दुखित। सलिटारी अर्थ एकाकी बा निसंग। अपसेट अर्थ मन दुख करवा। इंस्ट्रक्ट अर्थ आदेश देवा। कन्साइंस अर्थ विवेक। डेब्रेक अर्थ प्रातः काल। क्रॉप अर्थ कृषिजात द्रव्य। पेसो अर्थ अमेरिकीय मुद्रा। एनवल्प अर्थ लफाफा। ट्रबुल्ड अर्थ जंजालग्रस्त। ड्राफ्ट अर्थ पकाइला। एम्प्लॉय अर्थ कर्मचारी बा श्रमिक। कैरियर अर्थ वृत्ति। एमेबुल अर्थ प्रिय। लापिंग अर्थ लापलैंडर अधिवासी। फेथ अर्थ विश्वास। कोरेस्पोंडेंस अर्थ पत्र विनिमय बा मेलक। शेक अर्थ हलाइबा। एविडेंट अर्थ परिष्कार बा सुस्पष्ट। स्टक अर्थ गर्वी। रिसोल्यूशन अर्थ निर्धारण बा संकल्प। सेवेराल अर्थ अनेक। अब्लाइज अर्थ बाध्य करवा। चैरिटी अर्थ दरिद्र लोकंकु दान देवा कार्य। इम्पॉसिबल अर्थ असंभव। कंटेन अर्थ धारण करवा। सिग्नेचर अर्थ दस्तखत। कंटेंटमेंट अर्थ संतोष। स्लाइटेस्ट अर्थ अत्यल्प बा सामान्य। कॉन्फिडेंस अर्थ दृढ़ विश्वास। डिनाइड अर्थ मना कला बा अस्वीकृति। रिंकल अर्थ कुंचित चर्म। एफिक्स अर्थ संयुक्त करवा। लीक अर्थ चाटिबा बा लेपन। क्रूक अर्थ बांकवाड़ी बा मेष पालक। बंच अर्थ पेंथा दल। भिडियोटी आपण मानकु किपरि लागिला कमेंट करी जणाइबे। ता सहित जदि चैनल रे नुआ थिबे तेबे सब्सक्राइब करिनियंतु। साइड रे थिबा बेल आइकन को क्लिक करी ऑल नोटिफिकेशन को सेट करिनियंतु। पुणी आसीबी नेक्स्ट वीडियो रे। थैंक यू सो मच फॉर वॉच माय वीडियो।